ତାପରେ ଭାବିଲି ନା ବୋଧେ ଉପରେ ଥିଲା ସେଠି ବି ଦେଖିଲି ତା ଭିତରେ ବି ନାହିଁ ନା ସତରେ ଚିହ୍ନି ନାହାନ୍ତି ପୁଣି ଏପଟକୁ ଦେଖିଲି ମୁଁ ନିଶ୍ଚିତ ହେଇଗଲି ଯେ ମତେ ଏଠି ଚିହ୍ନି ନାହାନ୍ତି ବୋଧେ ସେଥିପାଇଁ ମୋ ଫଟୋ ଲଗେଇ ନାହାନ୍ତି କିନ୍ତୁ ଆଜ୍ଞା ବିଶ୍ୱାସ କରିପାରିବେନି ମୋ ଛାତି ମୁଣ୍ଡେ ମୋଟେ ହେଇଗଲା ଯେତେବେଳେ ଭାଇ ମତେ ଡାକି ନେଇଗଲେ ସେ ଆଳୁଦମ ଖାଇବା ପାଇଁ ବା କ'ଣ ଦହିବରା ଖାଇବା ପାଇଁ এই ফটো উঠিବା ପାଇଁ ସମସ୍ତେ ଆସିକି ପହଞ୍ଚିଗଲେ ପଚାରିଲେ ମତେ କ'ଣ ଚିହ୍ନିଛନ୍ତି ଆପଣଙ୍କୁ କିଏ ଚିହ୍ନି ନାହାନ୍ତି ମୋ ଛାତି ମୁଣ୍ଡେ ମୋଟେ ହେଇଗଲା ମୁଁ ଭାବିଲି ଏସବୁ ଯିଏ ଅଛନ୍ତି ସେ ମୋ ପାଦ ତଳେ ଏମାନେ ସବୁ ଯିଏ ଅଛନ୍ତି ସମସ୍ତେ ମୋ ପାଦ ତଳେ ମୁଁ ତାଙ୍କ ଉପରେ ଠିଆ ହେଇଛି ମୁଁ ଖାଲି ଠିଆ ହେଇକି ହଲୁଛି ନାଚୁଛି ଏଡ଼େ ସୁନ୍ଦର କଥାଟେ ଯେ ଆମେ ସମସ୍ତେ ଆଜି ଏକାଠି ହେଇକି ଗଣପର୍ବ ପାଇଁ ଏ ମାଟି ମାର ପର୍ବ ରଜ ପର୍ବ এইଥିପାଇଁ ସୃଷ୍ଟି ହେଇଥିଲା ଯେ ମାଟିକୁ କିଛି ସମୟ ପାଇଁ ଶାନ୍ତ ରଖାଯିବ ଏବଂ ତାପରେ ବୀଜରୋପଣ ହେବ ଏ সময়ଟା ସେୟା ଗୁଳିଗୁଳି ଗରମ ଜଗନ୍ନାଥ ଅଣସରକୁ ଗଲେ ଏଠି ଗରମ ଆରମ୍ଭ ହେଇଯିବ ମାଟିଟା ଗୋଟେ ପ୍ରକ୍ରିୟା ଆରମ୍ଭ ହେବ ଯେଉଁଥିରେ ବୀଜ ପଡ଼ିଲେ ବା ଧାନ ପଡ଼ିଲେ ବା ମଞ୍ଜି ପଡ଼ିଲେ ସେ ଗଛ ହେବ ତାପରେ ଝିପିଝିପି ବର୍ଷା ସେ ବର୍ଷା ଭିତରେ ଆସ୍ତେ 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 ସବୁତକ ଗୁଜୁରାଣ ମେଣ୍ଟେଇବାର ସମୟ ଆସିଯିବ ସିଏ ହେଉଛି ରଜ ପର୍ବ ରଜଶଳା ମାଟିକୁ ଆମେ କିଛି ସମୟ ପାଇଁ ସ୍ତବ୍ଧ କରିଦିଅନ୍ତି ତାକୁ ଟିକେ ରେଷ୍ଟ ଦିଅନ୍ତି ଆପଣମାନଙ୍କ ଭାଷାରେ ଆମେ ତାକୁ ଟିକେ ବସେଇ ଦିଅନ୍ତି ନାହିଁ ତମେ ଆଉ କିଛି କାମ କର ନାହିଁ ସିଏ ମାର ଜାତି ହଉ ମମତାର ଜାତି ହଉ ବା ମାଟି ହଉ ସମସ୍ତଙ୍କ ପାଇଁ ଏକା କଥା ଆଜି ଗୋଟେ ଭାଇଚାରାର ସମ୍ପର୍କକୁ ନେଇ ଆମେ ସମସ୍ତେ ଏକାଠି ହେଇଛନ୍ତି ସେଥିପାଇଁ ସାଧୁବାଦ ଜଣାଉଛି ଆପଣଙ୍କ ପାଖରେ ଆପଣଙ୍କ ପାଦ ତଳେ ମୋ ମୁଣ୍ଡ ନଇଁ ଯାଉଛି ଯେ ଆପଣମାନେ ଏକ ହେଇକି ଅଛନ୍ତି ସେଇଟା ସବୁଠୁ ବଡ଼ କଥା ଦିଲ୍ଲୀରେ ମୁଁ ଅନୁଭବ କଲି ଏଠି ମୋ ଓଡ଼ିଶା ଅଛି ଏଠି ଦିଲ୍ଲୀ ନାହିଁ ମୁଁ ୟା ଭିତରକୁ ପଶୁ ପଶୁ ଏତେ ଓଡ଼ିଆ କଥା ହିନ୍ଦୀ କିଏ କହୁଥିଲେ ବି ସେ ଓଡ଼ିଆରେ କହୁଛନ୍ତି ସେ ଛୋଟ ଛୁଆ ହିନ୍ଦୀ କହୁଥିଲେ ତାକୁ ଓଡ଼ିଆରେ କହୁଛି ନାଇଁ ଓଡ଼ିଆ କହ ବାପା ରାଣୀ ଦେଉଛନ୍ତି ଭାରି ଖୁସି ଲାଗିଲା ମନ ଭାରି ଖୁସି ପୁରିଲା ଯେ ଯାହା ହଉ ଆମେ ସମସ୍ତେ ଦିଲ୍ଲୀରେ ଥିଲେ ବି ଗାଁଟାକୁ ମନେ ରଖିଛନ୍ତି ଗାଁକୁ ଯିବାର ଇଚ୍ଛାଟାକୁ ବଳବତ୍ତର କରି ରଖିଛନ୍ତି ଆମେ ସମସ୍ତେ